ପୁଣି ଥରେ ଆପଣମାନେ ସୁଭଦ୍ରା ଯୋଜନାରେ ଆପ୍ଲାଏ କରିପାରିବେ। କେଉଁଦିନ ଆପ୍ଲାଏ କରିପାରିବେ ଦେଖନ୍ତୁ 1/4/2026କୁ ଆପଣମାନେ ଏପ୍ରିଲ 1ରୁ ସୁଭଦ୍ରା ଯୋଜନା ପୁଣି ଥରେ ନୂତନ ଭାବେ ଆପ୍ଲାଏ କରିପାରିବେ। ଯାହାକି ତାହାର ଅଫିସିଆଲି ନୋଟିସ୍ ଦେଖନ୍ତୁ ଆପଣଙ୍କ ସାମ୍ନାରେ ମୁଁ ଦେଖାଇ ଦେଉଛି। ଇଏ ହେଉଛି ତା'ର ଅଫିସିଆଲି ନୋଟିସ୍ 1/4/2026 ସୁଦ୍ଧା 21 ବର୍ଷ କିମ୍ବା ତାଠାରୁ ଅଧିକ 60 ବର୍ଷରୁ କମ୍ ବୟସ ମହିଳାଙ୍କୁ 2026-27 ଆର୍ଥିକ ବର୍ଷ ପାଇଁ ସୁଭଦ୍ରା ଅଧୀନରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳା ଆବେଦନ ଗ୍ରହଣୀୟ ନୁହେଁ। ଆବେଦନର ଅବଧି 1/4/2026ରୁ 30/4/2026 ପର୍ଯ୍ୟନ୍ତ। ଦେଖନ୍ତୁ ଗୋଟିଏ ମାସ ଆପଣଙ୍କୁ ସମୟ ରହିଛି, ଯାହାକି ଏପ୍ରିଲ 1ରୁ ସୁଭଦ୍ରା ଯୋଜନା ଆପ୍ଲାଇ ଷ୍ଟାର୍ଟ ହେଇଯାଉଛି। ଯେଉଁ ମାଆ ମାନେ ଆପ୍ଲାଇ କରିନାହାନ୍ତି ସେମାନେ ଯାଇକି ସୁଭଦ୍ରା ପୋର୍ଟାଲରେ ଆପଣମାନେ ଯାଇକି ଆପ୍ଲାଏ କରିପାରିବେ।